हाय पिलामाने दिस इज रमाकांत एंड वेलकम बैक टू आरके ट्यूटोरियल पॉइंट पिलामाने आज हम आलोचना करिबा द कैंसर फाइट फ्रॉम हिरोशिमा टू हॉस्टन चैप्टर पिलामाने यूनिट 3 यूनिट 3 पिलामाने प्रश्न उत्तर आलोचना करिबा या पूर्व पिलामाने तमन मु ऑलरेडी संपूर्ण रूप रे कहि परिबा चैप्टर 1 बाय 1 एवं यूनिट बाय यूनिट प्रश्न उत्तर डिस्कशन ऑलरेडी करी सारिछि एवं तार एक्सप्लेन क्लास मध्ये आगु दिया जायतिला ओके चलन ଏବଂ ଆଲୋଚନା ପରେ ପିଲାମାନେ ଆମେ ଏମସିକ୍ୟୁ କରିବା ନା ତମମାନଙ୍କର ଯୋଉ ନେକ୍ସଟ ଚାପ୍ଟର ସବୁ ରହିଛି ଯେମିତି କି ଷ୍ଟପିଂ ବାଇ ଉଡ୍ସ ଚାପ୍ଟର ହଉ କିମ୍ବା ଅପୋନେଣ୍ଟ ସିଲିନାଇଟ୍ସ ହଉ ଦିନସ୍କେ ବ୍ଲକ୍ ହଉ ଟୁ ମାଇ ଟ୍ରୁ ଫ୍ରେଣ୍ଡ ହଉ ଫିସିଂ ହଉ ଆମେ ତାର ପ୍ରଶ୍ନ ଉତ୍ତର ଆଲୋଚନା କରିବା ନା ଏମସିକ୍ୟୁ ଷ୍ଟାର୍ଟ କରିବା ତମମାନଙ୍କର ଯୋଉ ପାଞ୍ଚଟି ଚାପ୍ଟର ତମମାନଙ୍କୁ ଅଲରେଡି ପ୍ରୋଭାଇଡ କରିସାରିଛି ତମମାନେ ମତେ କମେଣ୍ଟ ସେକ୍ସନ ଲେଖିକି ଜଣାଇବ ଚାଲନ୍ତୁ ସମୟ ନଷ୍ଟ କରିବାନି ଏବଂ ଯାହା ବି ପ୍ଲାନ୍ ଡାଉଟ୍ ଅଛି ତମମାନଙ୍କୁ କିଛି ସଜେସନ କରିବାର ଅଛି ମତେ କମେଣ୍ଟ ସେକ୍ସନ ଲେଖିକି ଜଣାଇବ ଚାଲନ୍ତୁ ପିଲାମାନେ ପ୍ରଶ୍ନ ନମ୍ବର 1 ଆମକୁ କଣ ପଚାରୁଛି What different kinds of therapies were used for treating cancer before the use of a proton therapy? ପିଲାମାନେ important question କହିପାରିବା very important ପ୍ରଶ୍ନ ତୁମମାନଙ୍କ ପାଇଁ ଯେ ପ୍ରୋଟନ ଥେରାପି ମାର୍କେଟକୁ ଆସିବା ପୂର୍ବରୁ ବା ପ୍ରୋଟନ ଥେରାପି ୟୁଜ ହେବା ପୂର୍ବରୁ କେଉଁ କେଉଁ ପଦ୍ଧତିରେ ବା କହିପାରିବା କେଉଁ ପଦ୍ଧତି ମାନଙ୍କରେ ତମମାନଙ୍କର ଯୋଉ କର୍କଟ ରୋଗ ମାନେ ଆମେ ଯୋଉଟା ଫିଲ୍ କରୁଛେ ମାର୍କେଟରେ ଅଛି ପିଲାମାନେ ତାକୁ କେମିତି ନା କେମିତି କଣ ହଉଥିଲା ପିଲାମାନେ ସେମାନଙ୍କୁ ରୋଗ ଗୁଡକୁ ପ୍ରତିରୋଧ କରାଯାଉଥିଲା କିନ୍ତୁ କେମିତି କରାଯାଉଥିଲା ତାର ପଦ୍ଧତି ସବୁ କଣ ଥିଲା ସେ ପ୍ରଶ୍ନ ଆମର ଓଡିଆ ଦେବାର ଅଛି ଯେ ପ୍ରୋଟନ ଥେରାପି ବ୍ୟବହାର ପୂର୍ବରୁ କର୍କଟ ରୋଗର ଚିକିତ୍ସା ପାଇଁ କେଉଁ ପ୍ରକାରର ଚିକିତ୍ସା ବ୍ୟବହୃତ ହେଉଥିଲା ଆନ୍ସର ପିଲାମାନେ ଲେଖିପାରିବା ସର୍ଜରୀ ଗୋଟେ ମୁଖ୍ୟ ସମସ୍ୟା ଆମେ କହିପାରିବା ଭଲ ହିଁ ଆମେ କର୍କଟ ରୋଗକୁ କାହିଁକି ସାର୍ କହିଲେ ସମସ୍ୟା ବୋଲି ମନେ ରଖ କର୍କଟ ରୋଗକୁ ଭଲ କରିବା ପାଇଁ ଗୋଟେ ସର୍ଜରୀ କରିବା ପିଲାମାନେ ଯଦିଓ କର୍କଟ ରୋଗ ଭଲ ହେଲା କିନ୍ତୁ ଗୋଟେ ଲୋକର ସର୍ଜରୀ ହେଲା ପରେ ସେ ଯାହା ବି କିଛି ନା କିଛି ସଫର ହବ କିଛି ସାଇଡ ଇଫେକ୍ଟ ଆସିବ କାହିଁକିନା ସର୍ଜରୀ ତ ବୁଝିପାରୁଛ ପିଲାମାନେ ଅପରେସନ କରିବା ଟେକି ଟେକି କିଛି ମାସ ଇଣ୍ଟରଭ୍ୟୁରେ ବାହାର କରିନେବା ଏଇ ଟାଇପର ଆମେ କହିପାରିବା ରେଡିଏସନ ବିକିରଣ କେମୋଥେରାପି ପିଲାମାନେ ଗୋଟେ ବହୁତ ମାନେ ଭୟଙ୍କର ସେଟା ଜିନିଷ ଆମେ କହିପାରିବା ତାପରେ ଫୋଟନ ଥେରାପି ବେସିକାଲି ପିଲାମାନେ ଫୋଟନ ଥେରାପି ଟିକେ ପ୍ରଭାବିତ ଥିଲା କିନ୍ତୁ ଫୋଟନ ପରେ ବର୍ତ୍ତମାନ ପିଲାମାନେ ଯୋଉ ପ୍ରୋଟନ ଥେରାପି ଅଛି ସେ ଅଧିକ ପ୍ରଭାବଶାଳୀ ଏବଂ ବହୁତ ଭଲ ମଧ୍ୟ ବେସିକାଲି ଆମେ କହିପାରିବା ପିଲାମାନଙ୍କ ପାଇଁ ହଉ କିମ୍ବା ବୟସ୍କ ଲୋକମାନଙ୍କ ପାଇଁ ଆନ୍ସର ପିଲାମାନେ କଣ ଲେଖିବ ସର୍ଜରୀ ଗୋଟେ ଲେଖିବ ରେଡିଏସନ କେମୋଥେରାପି ଆଣ୍ଡ ଫୋଟନ ଥେରାପି ୱେର୍ ୟୁଜ୍ଡ ଫର ଟ୍ରିଟିଂ କ୍ୟାନ୍ସର ବିଫୋର ପ୍ରୋଟନ therapy got added to the cancer surgeon's array of tools for treatment of the disease. ମାନେ ଏହି ରୋଗର ଚିକିତ୍ସା ପାଇଁ କ୍ୟାନ୍ସର ସର୍ଜନଙ୍କ ଉପକରଣ ପ୍ରୋଟନ ଥେରାପି ଯୋଗ ହେବା ପୂର୍ବରୁ କର୍କଟ ରୋଗର ଚିକିତ୍ସା ପାଇଁ ସର୍ଜରୀ ବିକିରଣ କେମୋଥେରାପି ଏବଂ ଫୋଟନ ଥେରାପି ବ୍ୟବହୃତ ହଉଥିଲା ପିଲାମାନେ ଚାରୋଟି ମୁଖ୍ୟ ସେମିତି ଆଉ କଣ କହିଲେ ପିଲାମାନେ କ୍ୟାନ୍ସର ଗୋଟେ ଏମିତି ରୋଗ ତାକୁ ସମ୍ପୂର୍ଣ୍ଣ ଭଲ କରିପାରିବେନି ଏବେ ବି ଷ୍ଟିଲ୍ ଡକ୍ଟର ମାନେ 100% ଗ୍ୟାରେଣ୍ଟି ଦେଇ ପାରୁନାହାନ୍ତି କିନ୍ତୁ ଡିପେଣ୍ଡ କରୁଛି କେସ୍ କଣ ତମମାନଙ୍କର ହେଇଥିବ ଓକେ ପିଲାମାନେ ଆମକୁ ଯେତିକି ଇଜି ଲାଗୁଛି ଯେ ଏସବୁ ଚିକିତ୍ସା ପଦ୍ଧତି ଗୁଡାକ ଆମ ପାଇଁ ଅଧିକା ଭଲ ଫଳପ୍ରଦ ହଉଥିଲା ନା ସେତେବେଳେ ପିଲାମାନେ ମୁଁ ତ ଗୋଟେ ଡାଟା ଖାଲି କହୁଛି ଯୋଉଟା ମାନେ ୱିକିପିଡିଆ ସର୍ଚ୍ଚ କରିକି ଯେ 100କେ 5ଟି କିମ୍ବା 7ଟି ଲୋକ ଯୋଉମାନେ ଥିବେ କ୍ୟାନ୍ସରରୁ ମୁକ୍ତ ହେଇପାରିବେ ତା ବି ଷ୍ଟେଜ 2 କିମ୍ବା 1 ରୁ ପିଲାମାନେ ଷ୍ଟେଜ 3 ରୁ କେହି ବଞ୍ଚନ୍ତି ନାହିଁ ତମମାନେ ଜାଣିଛ ଆମେ ବି ବହୁତ ଗୁଡାଏ ମୁଭି ହଉ କିମ୍ବା ପେପର ଫେପର କିମ୍ବା ତମମାନଙ୍କର ଅଭିଜ୍ଞତା ତମେ ଜାଣିଥିବ ତ ଏବେ କଣ ହଉଛି ପିଲାମାନେ ନା 40-60 ଚାନ୍ସେସ୍ ହେଇଗଲାଣି ଯଦି 100ଟା ରୋଗରୁ 60 ଲୋକ ଭଲ ହଉଛନ୍ତି 40 ଲୋକ ଡେଥ୍ ହଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଡକ୍ଟର ମାନେ 100% ଗ୍ୟାରେଣ୍ଟି ଦେଇପାରୁ ନାହାନ୍ତି ଯେ ଆମେ କ୍ୟାନ୍ସରକୁ ଭଲ କରିଦବୁ ଓକେ ଚାଲନ୍ତୁ ଆମେ ଆମର ଆଗକୁ ଯିବା ପିଲାମାନେ ପ୍ରଶ୍ନ ନମ୍ବର 2 ଆମକୁ କଣ ପଚାରୁଛି ଦେଖ ବେଳେବେଳେ ପିଲାମାନେ ମାଇକ୍ରୋସଫ୍ଟ ମାନେ ରେସ୍ପଣ୍ଡ କରୁନାହିଁ ଓକେ ଛାଡ଼ ଯାବି ହଉ ପ୍ରଶ୍ନ ଦେଖିବା ପିଲାମାନେ ହ୍ୱାଟ ଡିଡ୍ ଓମାକି ଇନିସିଆଲି ଲର୍ନ ଏବାଉଟ୍ ଟ୍ରିଟିଂ କ୍ୟାନ୍ସର ପିଲାମାନେ ଇନିସିଆଲି କହିଲେ ପ୍ରାଥମିକ ସ୍ତରରେ ବା ପ୍ରଥମେ କୋମାକି ପ୍ରଥମେ କର୍କଟ ରୋଗର ଚିକିତ୍ସା ବିଷୟରେ କଣ ଶିଖିଲେ କଣ ଶିଖିବାକୁ ପାଇଥିଲେ ଆନ୍ସର ଲେଖିପାରିବା ଇନିସିଆଲି ପ୍ରଥମତଃ କୋମାକି ଲର୍ନ ଦ୍ୟାଟ୍ ସର୍ଜରୀ ୱାଜ ଦ ଓନ୍ଲି recourse for both the doctors and patients to combat cancer. She came to know about the efficiency of radiation later. କଣ ଟାଇପ ହେଇଛି ମୁଁ ଛାଡ ଯାବି ପିଲାମାନେ ପ୍ରଥମତଃ କୋମାକି ଜାଣିବାକୁ ପାଇଲେ ଯେ କର୍କଟ ରୋଗରୁ ମୁକାବିଲା ପାଇବା ପାଇଁ ବା କର୍କଟ ରୋଗକୁ ହରେଇବା ପାଇଁ ଉଭୟ ଡାକ୍ତର ଏବଂ ରୋଗୀ ପାଇଁ ଅସ୍ତ୍ରୋପଚାର ହିଁ ଗୋଟିଏ ଉପାୟ
ଏବଂ କିଛି ଦିନ ପରେ ସେ ବିକିରଣର ଯୋଉ ପ୍ରଭାବ ତାଙ୍କର ସେ ଜାଣିବାକୁ ପାଇଲେ ଏବଂ ବିକିରଣ ପ୍ରଭାବ ବିଷୟରେ ସେ ଜାଣିଲେ ଏବଂ ସେ ଚାହିଁଲେ ନାଇଁ ସର୍ଜରୀ ନ କରିକି ବା ଅସ୍ତ୍ରୋପଚାର ନ କରିକି ମଧ୍ୟ ଆମେ କଣ କର୍କଟକୁ ହରେଇ ପାରିବା। ତ ଏ ପରେ ପରେ ତାଙ୍କର ହୃଦୟଙ୍ଗମ ହେଇଥିଲା କିନ୍ତୁ କର୍କଟ ରୋଗ ଚିକିତ୍ସା ପାଇଁ କୋମାକିଙ୍କ ମନରେ ପ୍ରଥମ ଆସିଥିଲା ଯେ ସର୍ଜରୀ ହବାଟା ମୁଖ୍ୟ କଥା। ଓକେ, ଯିବା ନେକ୍ସଟ କ୍ୱେଶ୍ଚନ ପିଲାମାନେ ପ୍ରଶ୍ନ ନମ୍ବର 3 ଦେଖ ଧ୍ୟାନ ପୂର୍ବକ ଗୋଟେ ଗୋଟେ କ୍ୱେଶ୍ଚନ ପଢ ତମମାନଙ୍କ ସ୍କ୍ରିନ ଉପରେ ପ୍ରଶ୍ନ ଲେଖା ହେଇଛି ସ୍କ୍ରିନ ଉପରେ ପ୍ରଶ୍ନର ଓଡିଆ ଅଛି ତମମାନଙ୍କୁ ଗୋଟେ ମାଧ୍ୟମ ଦିଆଯାଇଛି ବୁଝିବା ପାଇଁ ଶିଖିବା ପାଇଁ ଆଇ ହୋପ ତମାନେ ଯଦି ପୁରା ଧ୍ୟାନରେ ବୁଝିବାକୁ ଚେଷ୍ଟା କରେ ତାହେଲେ ତମମାନଙ୍କୁ 100% 100 ମୁଁ କହିପାରିବିନି 100% ତମମାନେ ମାଇଣ୍ଡରେ ଏକାଥରକେ ନେଇପାରିବ କିନ୍ତୁ 95% ଏକାଥରକେ ମନେ ରହିବ କାହିଁକି ନା ପ୍ରଶ୍ନ ତାର ଓଡିଆ ଉତ୍ତରଟି ଇଂଲିଶ ଲେଖା ହେଇଛି ତା ତଳେ ଉତ୍ତର ମଧ୍ୟ ଓଡିଆ ଲେଖା ହେଇଛି ତମମାନଙ୍କ ମାଇଣ୍ଡରେ ଏକାଥରକେ କ୍ଲିକ୍ ହେଇ ରହିବା ପାଇଁ ଓକେ ଚାଲନ୍ତୁ ହଁ ପିଲାମାନେ ତମମାନେ ଭିଡିଓ ପସନ୍ଦ ଆସୁ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ ତମମାନଙ୍କୁ ଆଶା କରିବି ସେୟାର ତ ପିଲାମାନେ ମୁଖ୍ୟତଃ କରନ୍ତୁ ତମମାନଙ୍କର ପାଇଁ ପରିଶ୍ରମ ହଉଛି ତ ସ୍ୱାଭାବିକ ତମମାନେ ଏତିକି ବୁଝିପାରୁଥିବ ଓକେ ଚାଲନ୍ତୁ What did she learn about cancer treatment in the USA? ପିଲାମାନେ ୟୁଏସଏ କହିଲେ କଣ ବୁଝୁଛ ଆମେ ଜାଣିଛେ ୟୁନାଇଟେଡ ଷ୍ଟେଟ ତ ସେ ଯେତେବେଳେ ଆମେରିକାରେ ଥିଲେ କର୍କଟ ଚିକିତ୍ସା ପିଲାମାନେ ସେ ଯୋଉ କୁହାଗଲା ତମେ ବୁଝୁଛ କିଏ ତ କୋମାକି କଥା କୁହାଯାଉଛି ଓକେ କୋମାକି କୋମାକି ଡକ୍ଟର କୋମାକି ଆମେରିକାରେ କର୍କଟ ଚିକିତ୍ସା ବିଷୟରେ ସେ କଣ ଶିଖିଲେ ବା କଣ ଜାଣିବାକୁ ପାଇଲେ କଣ ଗୋଟେ ନୂଆ ଜିନିଷ ଜାଣିବାକୁ ପାଇଲେ ଆନ୍ସର ଲିଖିପାରିବେ ପିଲାମାନେ ଇନ୍ ଦ ୟୁଏସ୍ ସି କେମ୍ ଟୁ ଲର୍ନ ଏବାଉଟ୍ ଦ ରେଭୁଲେସନାରୀ ପ୍ରୋଟନ ଥେରାପି ପିଲାମାନେ ବୈପ୍ଳବିକ କାହିଁ କୁହାଯାଉଛି ଜାଣିଛ ପ୍ରୋଟନ ଥେରାପି ଏତେ ପ୍ରଭାବ ତାର ଏତେ ମାତ୍ରାରେ ଲୋକମାନଙ୍କ ପାଇଁ ମାନେ ୟୁଜଫୁଲ ହେଇପାରୁଛି ମାନେ ଯୋଉ ରୋଗୀମାନଙ୍କ ପାଇଁ ସେଥିପାଇଁ କୁହାଯାଉଛି ବୈପ୍ଳବିକ ପ୍ରୋଟନ ଥେରାପି ବିଷୟରେ ଜାଣିବାକୁ ପାଇଥିଲେ ଯାହା ଅତି ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଏବେ ଅନୁଭବ ହଉଛି ପ୍ରଶ୍ନ ନମ୍ବର 4 ହ୍ୱାଟ ଟୁ ଥିଙ୍ଗସ୍ ଡିଡ୍ କୋମାକି ଲର୍ନ ଏବାଉଟ୍ ରେଡିଏସନ କୋମାକି ବିକିରଣ ବିଷୟରେ କେଉଁ ଦୁଇଟି ଜିନିଷ ଶିଖିଲେ ପିଲାମାନେ ତମମାନଙ୍କୁ ଆଗରୁ କହିଥିଲି ସବୁ ଜିନିଷର ସାଇଡ ଇଫେକ୍ଟ ଅଛି ଏଇ ସାଇଡ ଇଫେକ୍ଟଟା ମାଇଣ୍ଡରେ ଧରିକି ଚାଲିଥାଉ ଓକେ ମାନେ ମୁଁ ତମମାନଙ୍କୁ ତମ ଚାପ୍ଟର ଅନୁଯାୟୀ କହୁଛି ଆର୍ଟ୍ସରେ ମୁଣ୍ଡ ନିଅନି ଓକେ ତ ଆନ୍ସର କଣ she learned that localized radiation treatment was less harmful than the chemotherapy okay ଗୋଟେ ସେକେଣ୍ଡ ଚାର୍ଜରଟା କାଟିଦିଏ ହଁ କଣ ହେଲା ପିଲାମାନେ ନା କେମୋଥେରାପି କହିଲେ ପିଲାମାନେ ଆମେ ଜାଣିଛେ ଗୋଟେ ଗୋଟେ ଚିକିତ୍ସାର ପଦ୍ଧତି ଗୋଟେ କର୍କଟକୁ ହରେଇବା ପାଇଁ କିନ୍ତୁ ପିଲାମାନେ ଆମେ ଟିକେ ଜାଣିବା କେମୋଥେରାପିଟା କଣ ଟିକେ ମାନେ କ୍ଷତିକାରକ ଯଦି ଆମେ କହିପାରିବା କମ କ୍ଷତିକାରକ ଯେମିତିକି she also realized that it was unfocused nature radiation that caused so much collateral damage ପିଲାମାନେ collateral କହିଲେ ଆମେ କହିପାରିବା ଆନୁଷଙ୍ଗିକ କିଛି ଭଲ ସହିତ କିଛି ଖରାପ କରି ଚାଲିବା damage to the patient's body ଆଂଶ ପିଲାମାନେ ତମମାନେ ପୁରା ଡିଟେଲ ଏକ୍ସପ୍ଲେନ କରିକି ଲେଖିବ ଯେ ସେ ଜାଣିବାକୁ ପାଇଲେ ଯେ କେମୋଥେରାପି ଅପେକ୍ଷା ସ୍ଥାନୀୟ ବିକିରଣ ଚିକିତ୍ସା କମ କ୍ଷତିକାରକ ଅଟେ ଏବଂ ସେ ଏହା ମଧ୍ୟ ହୃଦୟଙ୍ଗମ କରିଛନ୍ତି ଯେ ଏହା ଅଣକେନ୍ଦ୍ରିତ ପ୍ରକୃତି ବିକିରଣ ଯାହା ରୋଗୀର ଶରୀରରେ ଏତେ ପରିମାଣରେ କ୍ଷତି ଘଟାଇଛି ଧରନ୍ତୁ ପିଲାମାନେ ଏଇ ପୋର୍ସନଟା ଆମର ତ କ୍ୟାନ୍ସର ହେଇଛି ତ ଯଦି ମୁଁ କହିବି ଏଠି ଆମେ ଲାଇଟର ଗୋଟେ ପ୍ରଭାବ ଦେଲେ କଣ କରିବା ପାଇଁ ଶେଷ କରିବା ପାଇଁ କାହାକୁ କ୍ୟାନ୍ସର ଯୋଉ ପୋର୍ସନଟା ଥାଏ ଭାବିଲ ଏଇଟା ଆମେ ଟର୍ଚ ଟାଇପର ଗୋଟେ ଆମେ ବ୍ୟବହାର କରିବା ଓକେ ପିଲାମାନେ ଟର୍ଚ ଟାଇପ ବ୍ୟବହାର କଲେ କିନ୍ତୁ ସେ କଣ ହେଇଛି ନା ପିଲାମାନେ ଏ ସାଇଡରେ ଯୋଉ ଆମର ଗୁଡ ସେଲ୍ସ ଥାଏ ଇଏ ତ ସବୁ ବ୍ୟାଡ ସେଲ୍ ନା ଏଇଟା ସବୁ ବ୍ୟାଡ ସେଲ୍ ଓକେ କିନ୍ତୁ ଗୁଡ ସେଲ୍ ସେ କଣ କରେ ଟିକେ ଟିକେ ପ୍ରଭାବ ପକାଏ ତେଣୁକରି ଆମେ ଚାହିଁବା କଣ ଆମେ ଯଥାସମ୍ଭବ କଣ ଶରୀର କ୍ଷତି ନ ପହଞ୍ଚେଇକି ଚିକିତ୍ସା କରିବାକୁ ଉପାୟ ବାହାର କରିବା ଯୋଉଟା ଅନୁଭବ କରିଥିଲେ କିଏ ସେ ଋଷିକ କୁମାର ଯିବା ପିଲାମାନେ ସବୁ ଡକ୍ଟର ଟର୍ମ ମୁଁ ତ ବେଳେବେଳେ ବୁଝି ବି ପାରୁନି ମାନେ ଆକ୍ଚୁଆଲି କଣ ସେ ହେଇଛି କଣ ନାହିଁ ବିଷୟ ବୁଝିବା କେମିତି ସ୍ୱାଭାବିକ ତମମାନେ ଟିକେ କନଫ୍ୟୁଜନ ହଉଥିବ କିନ୍ତୁ ଧ୍ୟାନରେ ଯଦି ପଢି ବୁଝିପାରିବ କିଛି ବେଶୀ କିଛି ସେଥିରେ ବୁଝିଲା ଭଳିଆ ନାହିଁ ପ୍ରଶ୍ନ ନମ୍ବର 5 ହାଉ ଡିଡ୍ କୋମାକି ପିଲାମାନେ ବିଷୟ ବୁଝି ହଉଛି ମତେ ମୁଁ ଡକ୍ଟର ଟର୍ମ ବୁଝିପାରୁନି ଅଲଗା ପିଲା କହିବେ କଣ ବାହାର କରି ସାର୍ ଆପଣ ତ ବୁଝିପାରନ୍ତି ଆମକୁ ବୁଝଉଛନ୍ତି ସେଇଟା ନୁହଁ ଡକ୍ଟରଙ୍କର ଗୋଟେ ଟର୍ମ ଅଲଗା ଅଲଗା ଥାଏ ଯୋଉଟା ତମମାନେ ବି ଚାହିଁଲେ ବୁଝିପାରିବନି ଆଉ ମୁଁ ବି ବେଳେବେଳେ କନଫ୍ୟୁଜନ ରହିବି ଓକେ ହାଉ ଡିଡ୍ କୋମାକି ଆଣ୍ଡ ହର ହଜବ୍ୟାଣ୍ଡ ଷ୍ଟାର୍ଟ ପ୍ରୋଟନ ଥେରାପି ଆଟ୍ ଆଣ୍ଡରସନ କ୍ୟାନ୍ସର ସେଣ୍ଟର ପିଲାମାନେ ଆମେ କହିପାରିବା କିପରି ଭାବରେ କୋମାକି ଏବଂ ତାଙ୍କର ସ୍ୱାମୀ ଆରମ୍ଭ କରିଥିଲେ ପ୍ରୋଟନ ଥେରାପି ଆଣ୍ଡରସନ କ୍ୟାନ୍ସର ସେଣ୍ଟରରେ ବା କୋମାକି ଏବଂ ତାଙ୍କ ସ୍ୱାମୀ ଆଣ୍ଡରସନ କର୍କଟ କେନ୍ଦ୍ରରେ ତାଙ୍କ ସ୍ୱାମୀ ଆଣ୍ଡରସନ କର୍କଟ କେନ୍ଦ୍ରରେ ପ୍ରୋଟନ ଥେରାପି କିପରି ଆରମ୍ଭ କଲେ ଆନ୍ସର ଲେଖିପାରିବା ପିଲାମାନେ ଆମେ କଣ ଲେଖିବା କୋମାକି and her husband started proton therapy in the Anderson Cancer Center by pushing the same unity they had in Boston. ଏକତ୍ରିତ ସେ କାମ ଆରମ୍ଭ କଲେ ମାନେ ଏକ
ଲକ୍ଷ୍ୟ ନେଇକି ସେ କେଉଁଭଳି ଭାବରେ କାମକୁ ହାସଲ କରିବେ, କେତେ ନୂତନ ଚିନ୍ତାଧାରାକୁ କଣ କରିବେ ଲୋକମାନଙ୍କ ସାମ୍ନାକୁ ଆଣିବେ। ପିଲାମାନେ ସେ ଉପରେ ସେ ସବୁବେଳ ପାଇଁ କାମ କଲେ। ଓକେ, ପ୍ରଶ୍ନ ନମ୍ବର 6 when did proton therapy first start? ପ୍ରଥମ ପ୍ରୋଟନ ଥେରାପି ପିଲାମାନେ କେବେ ଆରମ୍ଭ କରାଯାଇଥିଲା? ଭେରି ଭେରି ଇମ୍ପୋର୍ଟାଣ୍ଟ ପ୍ରଶ୍ନ ତମମାନଙ୍କ ପାଇଁ ଏମସିକ୍ୟୁ ହେଇପାରେ, ତମମାନଙ୍କର ସିଙ୍ଗଲ ୱାନ୍ ଲାଇନ୍ ମଧ୍ୟ ଆସିପାରେ। ଆନ୍ସର ଲେଖିପାରିବେ ପିଲାମାନେ 1954। ଏଥିରେ ବେଶୀ କିଛି ଲେଖିବାର ନାହିଁ ବା ବୁଝିପାରିବେ ନାହିଁ। ଯିବା ପିଲାମାନେ ପ୍ରଶ୍ନ ନମ୍ବର 7 ଦେଖ। What is Komakis opinion in proton therapy? ପିଲାମାନେ ପ୍ରୋଟନ ଥେରାପି ଉପରେ କୋମାକିଙ୍କ ମତାମତ କଣ? Komakis expertise on proton therapy holds immense promise for future of cancer cure and research. It would prove be gain trade and alleviate the suffering of an even cure cancer patients. ପିଲାମାନେ ଗୋଟେ ଜିନିଷ ଆମେ ବୁଝିପାରିବା, ପାରିଦର୍ଶିତା ଲାଭ କରିବା, ଗୋଟେ ଜିନିଷ ଉପରେ ଆମେ କମାଣ୍ଡ ପାଇପାରିବା। ଗୋଟେ ଭାବିନିଅ ମୁଁ କହିଲି ଜଣେ କ୍ରିକେଟ ଖେଳାଳି, ସେ କଣ କ୍ରିକେଟ ଉପରେ କମାଣ୍ଡ ପାଇବ? ତାକୁ ଯେତେବେଳେ ଫୁଟବଲ ଖେଳିବ ସେ କଣ କରିବ? ତେଣୁକରି ପ୍ରୋଟନ ଥେରାପି ଉପରେ ଏତେ ମାତ୍ରାରେ କମାଣ୍ଡ ଆସିଯାଇଥିଲା କାହାର? କୋମାକିଙ୍କର, ଋଷି କୋମାକିଙ୍କର। ସେ କହିଲେ ଯେ ପ୍ରୋଟନ ଥେରାପି ଉପରେ କୋମାକିଙ୍କ ପାରିଦର୍ଶିତା ହଉଛି କଣ? ରୋଗର ଉପଶମ ପାଇବା ଏବଂ ଅନୁସନ୍ଧାନ କରିବା ଯେ ଭବିଷ୍ୟତ ପାଇଁ ଅପାର ପ୍ରତିଶ୍ରୁତି ଆମେ ଦବା ଯେ ନାଇଁ ଆମେ ଗୋଟେ କର୍କଟ ରୋଗୀକୁ ସମ୍ପୂର୍ଣ୍ଣ ରୂପରେ ଭଲ କରିପାରିବା। କର୍କଟ ରୋଗୀର ଦୁଃଖ ଦୂର କରିବା ତଥା ଆରୋଗ୍ୟ କରିବା ପାଇଁ ଏହା ଏକ ବୃହତ ପଦକ୍ଷେପ ବା କହିପାରିବା ବହୁତ ଭଲ ପଦକ୍ଷେପ, ଗୋଟେ ଲୋକାଭିମୁଖୀ ପଦକ୍ଷେପ। ଓକେ, ସେ ପ୍ରମାଣିତ କରିପାରିବେ ବୋଲି ସେ ପୁରା ସମ୍ପୂର୍ଣ୍ଣ ରୂପେ ଦାବି କରନ୍ତି ଯେ ନାଇଁ ଆମେ ଆଗକୁ ଯାଇକି ବା ଏ ସମୟ ଅତିକ୍ରମ କରି ଗଲା ପରେ ଦୀର୍ଘ 15 ବର୍ଷ ପରେ କର୍କଟକୁ ସମ୍ପୂର୍ଣ୍ଣ ରୂପରେ ଭଲ କରିବା ପାଇଁ ଆମେ କଣ ଦାବି କରିପାରିବୁ। ତ ତାଙ୍କ ମନରେ ଏ ପ୍ରକାର ଭାବନା ମଧ୍ୟ ଆସିଥିଲା। କିନ୍ତୁ କାହା ପାଇଁ ପିଲାମାନେ? ସେ ସବୁ ସେଇ ସାଧାରଣ ଲୋକମାନେ ଯୋଉମାନେ ତାଙ୍କ ଆଖି ଆଗରେ ସେ ଘଟିଥିବା ଘଟଣା ଦେଖିଛନ୍ତି, କ୍ୟାନ୍ସର ଲୋକମାନେ ପୀଡ଼ିତ ଦେଖିଛନ୍ତି। କାହିଁକି ନା 2006ରେ ପ୍ରୋଟନ ଚିକିତ୍ସା ସେମାନେ ଆରମ୍ଭ କରିଥିଲେ, 10-15 ରୋଗୀ ଚିକିତ୍ସା ନେଇ ସେ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର ବର୍ତ୍ତମାନ ପିଲାମାନେ କହିପାରିବେ ବୋଧେ ମାନେ ଏବେକା ସମୟରେ ତାଙ୍କ ସଂସ୍ଥା ବହୁତ ବଢିଗଲାଣି। ଓକେ, ତମେ ଯଦି ତାଙ୍କ ବିଷୟରେ ବହି ପଢିନ, ଗୋଟେ ବୁକ୍ ମୁଁ ରେଫର କରିଦେବି ତମମାନଙ୍କୁ, ମାନେ ଡେସ୍କ୍ରିପସନରେ, ମନେ ନାହିଁ ବହିଟା ପଢିନବ। ପିଲାମାନେ ଆଜିର କ୍ଲାସ ସହିତ ଆମର ଏଣ୍ଡ ହେଇଯାଉଛି ପ୍ରୋ ଚାପ୍ଟର ସବୁ। ଏବଂ ମୁଁ ଭାବୁଛି ତମମାନଙ୍କୁ ଭିଡ଼ିଓ ସବୁ ଭଲ ଲାଗିଥିବ, ଯେତିକି ପ୍ରୋଭାଇଡ ମୁଁ କରିସାରିଛି। ଆଇ ହୋପ ତମମାନଙ୍କୁ ବେଷ୍ଟ ଲାଗିବ ଏବଂ ପ୍ରାକ୍ଟିସ କର। ଟୁମୋର ପ୍ରାକ୍ଟିସ ଟୁମୋର ଲର୍ନ, ଅଧିକା ଚେଷ୍ଟା କର ଶିଖିବା ପାଇଁ। ପିଲାମାନେ ଜୟ ହିନ୍ଦ, ଜୟ ଭାରତ।